ମାନସ କୁମାର ମିଶ୍ର। ଘଟଣା ହୋଇଛି ଯେ ମୁଁ ରେଲୱେ କେସ୍ କଲେକ୍ସନ୍ର ଅଛି 7-8 ବର୍ଷ ହେଇଗଲାଣି ଚାକିରି କଲିଣି। ଆଜି ହଠାତ୍ ମୁଁ ଯାଇଛି ଡ୍ୟୁଟିର ମାର୍କଣା ରାଣୀତାଲ ସହରରୁ କେସ୍ ନେଇକି ଆସିଛି। ଏମାଉଣ୍ଟ ବି ଥିଲା 5 ଲକ୍ଷ ଭିତରେ। ଆସିଲା ପରେ ମୁଁ ତ ଆଉ ଜାଣିନି ସବୁଦିନ ରଙ୍ଗ, ମୋର ତ 7-8 ବର୍ଷ ହେଇଗଲାଣି, ମୋର ଆଉ ସେଇଟା ଧ୍ୟାନ ନଥିଲା ଯେ କିଏ ଫଲୋ କରୁଛି ବୋଲି। ହଠାତ୍ କିନା ମୋ ମନକୁ ଲାଗିଲା ଯେ ଆମର এটা হচ্ছে ইয়ে পাখে বারিকপুর হাট ସେ ରେଲୱେ ନା ବ୍ରିଜ୍ ତଳେ ମୁଁ ଗଳିକି ଆସିଲି ଯେତେବେଳେ ସେ ବାହାନଗା ଷ୍ଟେସନକୁ, ହଠାତ୍ ମୋତେ ଲାଗିଲା ଯେ 5 ଜଣ ଲୋକ 2ଟା ବାଇକ୍ରେ ଫଲୋ କରୁଛନ୍ତି। ମୁଁ ମିରରକୁ ଜଷ୍ଟ ଦେଖିଛି, ଗୋଟେରେ 3 ଜଣ ଥିଲେ ଆଉ ଗୋଟେରେ 2 ଜଣ ଥିଲେ। ଗୋଟେ ହମ୍ସ ପାର ହେଇଛି, ମୁଁ ମୋବାଇଲଟା ବି ଖୋଲିଥିଲି କଲ୍ କରିବା ଲାଗି। ହଠାତ୍ କିନା ଆଗର 3 ଜଣ ପାରେଇଗଲା ପରେ ପଛରେ ଯେ ବାଇକ୍ର 2 ଜଣ ଥିଲେ ମୋତେ ଆସିକି ମୋ ସାଇନେସର ବାଇକ୍ର କୁଟିଦେଲେ ଯେତେବେଳେ ସେଇଠି ସେମାନେ ଭାଷା ଷ୍ଟାର୍ଟ କଲେ। ଯେତେବେଳେ ଷ୍ଟାର୍ଟ କଲେ ମୁଁ କହିଲି ଭାଇ ମୁଁ କ'ଣ କଲି କି? ନା ତୁ ବହୁତ ଇଏ ହେଉଛୁ ସିଏ ହେଉଛୁ, ନାନା ଦିନଙ୍କ ଭାଷା କହିଲେ। ମୁଁ ସେଇଠୁ ଗାଡ଼ିଟା ମୋ ଉପରେ ପଡ଼ିଗଲା ଯେତେବେଳେ ମୁଁ ଭାବିଲି ବୋଧେ ସିଏ ମୋତେ ମାରିବା ଲାଗି କିଛି ବୋଧେ ଆଟାକ୍ ଅଛି ଆଉ। ତାପରେ ମୁଁ ଭାବିଲି ପଇସା କିଛି ନୁହେଁ। ସେ ତାପରେ ଗୋଟେ କଟରୀ ଖୋଲିଲେ ମୋ ଜଙ୍ଘ ମୋ ହାତର ହାଣିତେ ଚେଷ୍ଟା କଲେ। ସେଟାର ଆକ୍ଚୁଆଲି ଧାର ନଥିଲା ବୋଧେ। ମୁଁ 2-3 ଥର ମୋତେ ହାଣିତେ ଚେଷ୍ଟା କରିଥିଲି, ମୋତେ କିଛି ଇଏ ହେଲାନି। ମୁଁ ସେଇଠୁ ଆଉ ଟିକେ ଡରିଲିନି, ମୁଁ ତାଙ୍କ ସାଙ୍ଗେ ଲାଗିଲା ପରେ ସେ ଆଉ ଜଣେ ଆସିଲା, ଫେର ଭାଷା କହିଲା, ଗୋଟେ ତେଲେଙ୍ଗା କଟରୀ ଖୋଲିଲା ଦେଇକି ସିଏ ବହୁତ ଜୋର ଯେତେବେଳେ ବୁଲେଇଲା, ମୁଁ ତଥାପି କୋସିସ୍ କଲି ଯେ ବଞ୍ଚିବା ଲାଗି। ମୋ ହେଲମେଟଟା ଖୋଲିକି ତାକୁ ଯେତେବେଳେ 2 ପାହାର ପିଟିଛି, ସେମାନେ 5 ଜଣ ଯାକ ଏକାଥରେ ଆଇଲେ। ଇଏ ଯିଏ ତେଲେଙ୍ଗା କଟରୀ ଗୁଡ଼େଇଥିଲା ସିଏ ମୋତେ ବଡ଼ ଜୋର ମାରତେ ଚେଷ୍ଟା କଲା। ସେ ଯେଉଁ ମାରତେ ଚେଷ୍ଟା କଲା, ମୋ ଗାଡ଼ିଟା ପଡ଼ିଗଲା। ସେ ଗାଡ଼ି ଉପରେ ଏକାଥରେ ମୋ ସାଇନେସରଟାକୁ ହାଣିଦେଲା। ନା ସାଇନେସର କହୁଛୁ, ଆମର ତେଲ ଟାଙ୍କିଟା ପୁରା ହାଣିଦେଲା। ମୁଁ ଗାଡ଼ିଟା ଛାଡ଼ିଦେଲି ଯେତେବେଳେ ପଇସା ବ୍ୟାଗ୍ଟା ମୋ ବାଁ ସାଇଡ଼୍ ତାନେ ହ୍ୟାଣ୍ଡେଲର ଥିଲା ପରେ ସେ ଜାକିଗଲା ଯେଉଁ ବାଡ଼ରେ। ତାପରେ ସେ ଫେର ମୋତେ ଆଉଥରେ ହାଣିତେ ଚେଷ୍ଟା କରୁଥିଲା। ସେ ବ୍ୟାଗ୍ ଯେତେବେଳେ ଆଣିଲା, ମୁଁ କନଫର୍ମ ହେଇଗଲି ଯେ ଇଏ ପଇସା ନାଗି ଆସିଛନ୍ତି। ତାପରେ ଫେର ମୁଁ ଯାଇକି ବ୍ୟାଗ୍ଟା ଖୋଲିବା ପାଇଁ କୋସିସ୍ କଲି, ଯେତେବେଳେ ସେ ଚଟାଟା ମାରୁଥିଲେ ମୋ ହାତର ବାଜିଗଲା। ମୁଁ ଯେତେବେଳେ ହାତଟା ଟାଣି ଆଣିଲି, ତାପରେ ସେମାନେ ତ ବ୍ୟାଗ୍ଟା ଉଠେଇ ନେଇକି ପଳେଇଲେ ଆଉ। ଆପଣଙ୍କ ଘରଟା କେଉଁଠି? ଘରଟା ସାଇଁକୁଳା। ଆପଣ କେତେ ବର୍ଷ ଚାକିରି କଲେଣି ରେଲୱେ? 8 ବର୍ଷ ହେଇଗଲାଣି। ଆପଣଙ୍କର ଡ୍ୟୁଟି କ'ଣ ଏମିତି ପଇସା ପତ୍ର ଆଣି ପେମେଣ୍ଟ କରିବା? ପଇସା କଲେକ୍ସନ୍। କେବେ ଏମିତି ଅସୁବିଧାର ସମ୍ମୁଖୀନ କେବେ ହେଇନି? ବି ଆଜି ଯାଏଁ କେବେ ବି ହେଇନି, ଭଗବାନ ଦୟାରୁ। ତାଙ୍କର ଆକ୍ରମଣରେ ଆପଣଙ୍କର କ'ଣ ହେଇଛି? କ'ଣ ହାତଟା ଖଣ୍ଡିଆ ହେଇଯାଇଛି, ଗାଡ଼ିଟା ଟାଙ୍କିଟା ଚିରି ଯାଇଛି। ସେ ବଡ଼ ଜୋର ହାଣିଥିଲେ, ଗାଡ଼ି ଟାଙ୍କିଟା ଚିରି ଯାଇଛି। ଆପଣ ଏ ବିଷୟରେ ଅଭିଯୋଗ କଲେଣି କେଉଁଠି? ଫାଷ୍ଟ ତ ମୁଁ ଅଭିଯୋଗ କରିଥିଲି 112ର। ଆଗେ ସେମାନେ ଗଲା ପରେ ମୁଁ କଲ୍ କରିଥିଲି। ମୋତେ ଘଣ୍ଟେ ଯାଏଁ କିଛି ବି ନ୍ୟାୟ ମିଳିଲାନି। ତାପରେ 1.5 ଘଣ୍ଟା ପରେ ସେ କହିଲେ ଏଇଟା ଆମ ଥାନାରେ ଯାଉନି, ଏଇଟା ଲୋକାଲ୍ ଥାନାରେ ଯାଉଛି, ତୁମେ ଏଇଟା ହେଉଛି ଅନ୍ତପୁର ଥାନାକୁ ଇଏ କର, ସେଠି ଆସିବେ। ତାପରେ ଯେତେବେଳେ ବାରମ୍ବାର କଲ୍ କଲି, ସୁର ଥାନାରୁ ଆସିଥିଲି, ସେ ବି ଥିଲେ ସାର୍। କହିଲେ ଯେ ଆମ ଥାନା ନୁହେଁ, ଆମେ ଅଛେ, ଆଉ ଅନ୍ତପୁର ବାଲା ଆସୁଛନ୍ତି। ତାପରେ ସାର୍ ସବୁ ଯାଇଥିଲେ। ପୋଲିସ ଇନକ୍ୱାରି କରିଛି? ପୋଲିସ ଯାଇକି ଇନକ୍ୱାରି କରିକି ଆସିଛନ୍ତି। ଆମେ ଏଫଆଇଆର ଦେବା ଲାଗି ଆସିଛୁ। ଆପଣଙ୍କୁ ଆକ୍ରମଣ କରୁଥିବା ପିଲାଙ୍କୁ ଆପଣ ଚିହ୍ନିଛନ୍ତି? ମୁଁ ଚିହ୍ନିନି ତାଙ୍କୁ, କିନ୍ତୁ ଦେଖିଲେ ମୁଁ ଜାଣି ପକେଇବି ସେମାନଙ୍କୁ। ସେମାନେ କ'ଣ ହେଲମେଟ୍ ପିନ୍ଧିଥିଲେ? ନା ହେଲମେଟ୍ କିଛି ବି ପିନ୍ଧିନଥିଲେ।